বন্ধু ମୁଁ ଆଜି ଏକ ଏମିତି ପବିତ୍ର ସମ୍ପର୍କ ବିଷୟରେ ଆପଣଙ୍କୁ କହିବି, ତାହା ହେଲା ସ୍ୱାମୀ ସ୍ତ୍ରୀର ସମ୍ପର୍କ। ସ୍ୱାମୀ ସ୍ତ୍ରୀର ସମ୍ପର୍କ ଖାଲି ଭଲ ପାଇବାର ସମ୍ପର୍କ ନୁହେଁ, ଏହା ହେଲା ତ୍ୟାଗ, ବିଶ୍ୱାସ ଏବଂ ବୁଝାମଣାର ସମ୍ପର୍କ। ଆଜି ବନ୍ଧୁ ଏ ଭିଡ଼ିଓରେ ମୁଁ ଆପଣଙ୍କୁ ଏମିତି 5ଟି ଜିନିଷ କହିବି, ଯଦି ଆପଣ ଅନୁସରଣ କରିବେ ତାହେଲେ ଆପଣଙ୍କର ସ୍ୱାମୀ ସ୍ତ୍ରୀର ସମ୍ପର୍କ ସବୁଦିନ ସୁଦୃଢ଼ ହୋଇକି ରହିବ। ତାହେଲେ ଆସନ୍ତୁ ବନ୍ଧୁ ଜାଣିବା ସେହି 5ଟି ଜିନିଷ କ'ଣ। ତ ବନ୍ଧୁ, ପ୍ରଥମଟି ହେଲା ପରସ୍ପରକୁ ସମ୍ମାନ କରନ୍ତୁ। ସ୍ୱାମୀ ସ୍ତ୍ରୀ ମଧ୍ୟରେ ଭଲ ପାଇବା କମ୍ ହୋଇପାରେ, ମତଭେଦ ବି ହୋଇପାରେ, କିନ୍ତୁ ପରସ୍ପରକୁ କେବେ ଅପମାନିତ କରନ୍ତୁ ନାହିଁ। ବନ୍ଧୁ, ଦ୍ୱିତୀୟଟି ହେଲା ରାଗ ସମୟରେ ଟିକେ ଚୁପ୍ ରୁହନ୍ତୁ, କାରଣ ରାଗ ସମୟରେ କୁହାଯାଇଥିବା ଗୋଟିଏ ଶବ୍ଦ ବର୍ଷ ବର୍ଷର ସମ୍ପର୍କରେ ଗାର ଟାଣି ଦେଇପାରେ। ତୃତୀୟଟି ହେଲା ଟଙ୍କା ଠାରୁ ସମ୍ପର୍କକୁ ଅଧିକ ଗୁରୁତ୍ୱ ଦିଅନ୍ତୁ। ଆପଣ ଟଙ୍କା ରୋଜଗାର କେବେ ବି କରିପାରିବେ, କିନ୍ତୁ ହୃଦୟ ଥରେ ଭାଙ୍ଗିଲେ ବନ୍ଧୁ ତାହା କେବେ ଯୋଡ଼ି ପାରିବନି। ବନ୍ଧୁ, ଚତୁର୍ଥଟି ହେଲା ଅନ୍ୟମାନଙ୍କ ସାମ୍ନାରେ ପରସ୍ପରକୁ କେବେ ଛୋଟ କରନ୍ତୁ ନାହିଁ। ଆକ୍ଚୁଆଲି ବନ୍ଧୁ, ସମସ୍ତଙ୍କ ଘରେ କିଛି କିଛି ସମସ୍ୟା ଅଛି, ଆଉ ଘରର ସମସ୍ୟା ଘରେ ହିଁ ସମାଧାନ କରନ୍ତୁ। କେବେ ଘରର ସମସ୍ୟା ବାହାରେ କହି ନିଜର ଜୀବନସାଥୀକୁ ତଳେ ପକାନ୍ତୁ ନାହିଁ। ଆଉ ଗୋଟିଏ କଥା ବନ୍ଧୁ ସଦାବେଳେ ମନେ ରଖିଥିବେ, ଆପଣଙ୍କର ଜୀବନର ସବୁଠୁ ନିକଟର ସାଥୀ ହେଲା ଆପଣଙ୍କର ଜୀବନସାଥୀ। ତ ବନ୍ଧୁ, ପଞ୍ଚମଟି ହେଲା ପରସ୍ପରଙ୍କ ପାଇଁ ସମୟ ଦିଅନ୍ତୁ। ବନ୍ଧୁ, ଆକ୍ଚୁଆଲି ବୟସ ବଢ଼ିଲେ ପରସ୍ପର ମଧ୍ୟରେ ଥିବା ପ୍ରେମ କେବେ କମିବା କଥା ନୁହେଁ। ତ ପରସ୍ପରକୁ ସମୟ ଦିଅନ୍ତୁ, ଏକାଠି ବସନ୍ତୁ, କଥା ହୁଅନ୍ତୁ, ଆଉ ଏକାଠି ହସନ୍ତୁ। ମନେ ରଖିଥିବେ ବନ୍ଧୁ ଗୋଟିଏ କଥା, ଆପଣଙ୍କର ଜୀବନଯାତ୍ରାରେ ଆପଣଙ୍କର ଆକ୍ଚୁଆଲି ଜୀବନସାଥୀ ହିଁ ଆପଣଙ୍କର ଶେଷ ଯାତ୍ରୀ। ତେଣୁ ବନ୍ଧୁ, ପରସ୍ପରକୁ ସମ୍ମାନ ଦିଅନ୍ତୁ, ପରସ୍ପର ସହିତ ସମୟ ବିତାନ୍ତୁ, କାରଣ ଆପଣଙ୍କର ଜୀବନ ସାଥୀ ଛଡ଼ା ଆପଣଙ୍କର ପ୍ରକୃତ ସାଥୀ ଏ ଦୁନିଆରେ କେହି ନୁହେଁ। ଆକ୍ଚୁଆଲି ବନ୍ଧୁ, ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କିଏ ଠିକ୍ ତାହା ଜରୁରୀ ନୁହେଁ। ଆକ୍ଚୁଆଲି ଆପଣମାନଙ୍କ ସମ୍ପର୍କ କେମିତି ଠିକ୍ ରହିବ ତାହା ହିଁ ଜରୁରୀ। ତେଣୁ ବନ୍ଧୁ, ଯଦି ଆପଣ ଆପଣଙ୍କ ଜୀବନସାଥୀକୁ ବହୁତ ଭଲ ପାଉଥିବେ, ତାହେଲେ ମୋର এই ଭିଡ଼ିଓଟିକି ନିଶ୍ଚୟ ସେୟାର କରିବେ। ବନ୍ଦେ ମାତରମ୍। ଭାରତ ମାତା କି ଜୟ।